ଗାଁଟିର ନାମ ଥିଲା ଚନ୍ଦନପୁର। ଏହିଠାରେ ଏକ ଅଦ୍ଭୁତ ପ୍ରକାରର ଜଙ୍ଗଲ ଥିଲା। ଏଠି ରାତି ହେଲେ ଅଜଣା ପକ୍ଷୀର ଭୟଙ୍କର ସ୍ୱର ଶୁଭୁଥିଲା। ଏହି ସ୍ୱର ଶୁଣିଲେ ଲୋକେ ଭୟଭୀତ ହେଉଥିଲେ, କାହିଁକି ନା ଏହାକୁ ଏକ ଅଶୁଭ ସଂକେତ ମନାଯାଉଥିଲା। ଏହି ଗାଁରେ ଜିତୁ ନାମକ ଏକ ପିଲାଟିଏ ରହୁଥିଲା। ସେ ଭାରି ଦୁଷ୍ଟ ଓ ଜିଜ୍ଞାସୁ କିସମର ବାଳକ ଥିଲା। ଜିତୁ ଦିନେ ନିର୍ଣ୍ଣୟ କଲା ଏହି ପକ୍ଷୀର ରହସ୍ୟ ବାହାର କରିବ। ଦିନେ ସେ ଏକା ଏକା ରାତିରେ ଜଙ୍ଗଲ ଭିତରକୁ ପ୍ରବେଶ କଲା। ଏହି ସମୟରେ ସେ ଏକ ବୃକ୍ଷ ଡାଳରେ ଏକ ବଡ଼ ପକ୍ଷୀ ଦେଖିଲା। ଏହି ପକ୍ଷୀର ଆଖି ଅଗ୍ନି ଭଳି ଜଳୁଥିଲା। ଏବେ ଜିତୁ ମନରେ ଗୋଟିଏ କଥା ଧ୍ୟାନରେ ଆସିଲା। ପୁରୁଣା ଗାଁ ଠାରୁ ମଣିଷ ଅଚାନକ ଲୋପ ହୋଇଯାଇଥିଲେ। ଏହି ପକ୍ଷୀ ସେମାନଙ୍କୁ ଉଠାଇ ନେଇଛି କି? ଏହା ଚିନ୍ତା କରି ସେ ଭୟଭୀତ ହୋଇପଡ଼ିଲା। ତଥାପି ସେ ପକ୍ଷୀ ନିକଟକୁ ଗଲା। ଟିକିଏ ସମୟ ପରେ ପକ୍ଷୀଟି କର୍କଶ କଣ୍ଠରେ କହିଲା, ତୁମେ ମୋତେ ଦେଖିପାରିଲ? ଏବେ ତୁମର ମୃତ୍ୟୁ ସୁନିଶ୍ଚିତ। ଏହି ସ୍ୱର ଶୁଣି ଜିତୁ ଭୟଭୀତ ହୋଇ ଚିତ୍କାର କଲା। ଗାଁ ଲୋକେ ଏହା ଶୁଣି